ଆପଣ ମାନେ ସମସ୍ତେ ଜାଣିଥିବେ କି ଜିଓ ରିଚାର୍ଜ ଅଲରେଡ଼ି ବଢ଼େଇ ସାରିଲେଣି ବଟ୍ ମୁଁ ତୁମକୁ ଆଜି ଗୋଟେ ଟ୍ରିକ୍ କହିବି କି ତୁମେ ସେଇ ପୁରୁଣା ରିଚାର୍ଜ କରିପାରିବ। ମନେକର ସମସ୍ତଙ୍କ ପପୁଲାର ରିଚାର୍ଜ ଅଛି 239 ଟଙ୍କା ସମସ୍ତେ ପକାନ୍ତି ଯେଉଁଟାକି 28 ଦିନ 1.5 GB ପର୍ ଡେ ବଟ୍ ସେଇଟା ହେଇଯାଇଛି କେତେ 300 ଟଙ୍କା 299 ଟଙ୍କା ହେଇଯାଇଛି। ବଟ୍ ମୁଁ ତୁମକୁ ଆଜି 239 ଟଙ୍କା ରିଚାର୍ଜ କରିକି 28 ଦିନ 1.5 GB ତୁମକୁ ଦେଖେଇଦିଏ ଆଖି ଆଗରେ। ମୁଁ ନିଜେ ରିଚାର୍ଜ କରିଛି ଲାଇଭ୍ରୁ ମଧ୍ୟ ଦେଖେଇବି ଠିକ୍ ଅଛି। ଆଉ ବହୁତ ପ୍ରକାର ରିଚାର୍ଜ ମଧ୍ୟ ବଢ଼ିଛି ତୁମେ ଦେଖିପାରୁଥିବ 25% ବଢ଼ିଛି ରିଚାର୍ଜ ଓକେ। ଆଉ ତୁମେ କେମିତି ଓଲ୍ଡ ରିଚାର୍ଜ କରିବ ଟ୍ରିକ୍ଟା ମୁଁ ଆଜି ଭିଡ଼ିଓରେ ମଧ୍ୟ କହିବି। ତ ବିନା ସ୍କିପ୍ରେ ଦେଖ ଭିଡ଼ିଓ ଫାଷ୍ଟ କ୍ଲାସ୍ ଦେଖ ଫାଷ୍ଟ ଆମ ଚ୍ୟାନେଲକୁ ଭିଜିଟ୍ କରିଦିଅ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଗଲେ କ୍ଲିକ୍ କରିଦେବ ଠିକ୍ ଅଛି। ତ ଚାଲନ୍ତୁ ଦେନ୍ ଆଗେ ଷ୍ଟାର୍ଟ କରିବା। ତ ଆପଣଙ୍କ ମୋବାଇଲ ଫୋନରେ କ୍ରୋମ୍ ବ୍ରାଉଜର ନହେଲେ ଗୁଗଲ୍ ବ୍ରାଉଜର ଓପନ୍ କରିବ ସର୍ଚ୍ଚ କରିବ ଲଗ୍ଇନ୍ ଜିଓ ଠିକ୍ ଅଛି। ମୁଁ ଯେମିତି ସର୍ଚ୍ଚ କରୁଛି ଯେଉଁ ପ୍ରୋସେସ୍ କହୁଛି ଆପଣମାନେ ସେହି ପ୍ରୋସେସ୍ ହିଁ କରିବେ। ଲଗ୍ଇନ୍ ଜିଓ ଉପରେ କ୍ଲିକ୍ କରିଦେବ। ଲଗ୍ଇନ୍ ଜିଓ ଉପରେ କ୍ଲିକ୍ କରିସାରିଲା ପରେ ଫାଷ୍ଟ ଅପସନ୍ ଯେଉଁ ଲଗ୍ଇନ୍ ଜିଓ ଅଛି ତା ଉପରେ କ୍ଲିକ୍ କରିଦେବ ଠିକ୍ ଅଛି। ତ ତା ଉପରେ କ୍ଲିକ୍ କରିସାରିଲା ପରେ ତ ତୁମକୁ ଜିଓ ଆପ୍ ନହେଲେ କ୍ରୋମ୍ ବ୍ରାଉଜର ଅପସନ୍ କରିଦେବ। କ୍ରୋମ୍ ବ୍ରାଉଜର ଉପରେ କ୍ଲିକ୍ କରିଦେବ ଠିକ୍ ଅଛି। କ୍ରୋମ୍ ବ୍ରାଉଜର ଓପନ୍ କରିଥିବ ଯାହାର ବି ଜିଓ ଆପ୍ ନଥିବ ତାକୁ ଶୋ କରିବନି ଡାଇରେକ୍ଟ କ୍ରୋମ୍ ବ୍ରାଉଜର ଓପନ୍ ହେଇଯିବ। ଯାହାର ବି ଜିଓ ଆପ୍ ଥିବ ଜିଓ ଆପ୍ ଟଚ୍ କରିବନି କ୍ରୋମ୍ ବ୍ରାଉଜର ଓପନ୍ କରିଦେବ ଠିକ୍ ଅଛି। କ୍ରୋମ୍ ବ୍ରାଉଜର ଅପସନ୍ କ୍ଲିକ୍ କରିସାରିଲା ପରେ ଫାଷ୍ଟ କରି ତୁମେ ଯେଉଁ ନମ୍ବର ରିଚାର୍ଜ କରିବାକୁ ଚାହୁଁଛ ସେଇ ନମ୍ବର ଉପରେ କ୍ଲିକ୍ କରିବ ଦେଇଦେବ। ଦେଇସାରିଲା ପରେ ଜେନେରେଟ୍ ଓଟିପି ଥରେ କ୍ଲିକ୍ କର ତୁମ ଓଟିପି ଆସିଯିବ ଓଟିପିଟା ଦେଇଦେବ। ବର୍ତ୍ତମାନ ମୁଁ କରି ଦେଖାଇ ଦେଉଛି। ଲଗ୍ଇନ୍ କରିସାରିଲା ପରେ ଓପନ୍ କରିସାରିଲା ପରେ ତୁମକୁ ଏମିତି କିଛି ଇଣ୍ଟରଫେସ୍ ଆସିବ। ତୁମ ସିମ୍ କାହା ନାଁରେ ଅଛି ନମ୍ବର ମଧ୍ୟ ପଳେଇ ଆସିବ। ଯେଉଁ ସେଟିଂ ଅପସନ୍ ଅଛି ସେଟିଂ ଅପସନ୍ ଉପରେ କ୍ଲିକ୍ କରିବ ଠିକ୍ ଅଛି। ସେଟିଂ ଅପସନ୍ ଉପରେ କ୍ଲିକ୍ କରି ସେଟିଂ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ତଳକୁ ଆସିବ ଯେଉଁ ଲେଖା ହେଇଛି ସର୍ଭିସ୍ ସେଟିଂ ତା ଉପରେ କ୍ଲିକ୍ କରିବ। ତା ଉପରେ କ୍ଲିକ୍ କରିସାରିଲା ପରେ ଯେଉଁ ଲେଖା ହେଇଛି ଟରିଫ୍ ପ୍ରୋଟେକ୍ସନ୍ ତା ଉପରେ କ୍ଲିକ୍ କରିବ। ତା ଉପରେ କ୍ଲିକ୍ କରିସାରିଲା ପରେ ତୁମର ରିଚାର୍ଜ ପ୍ୟାକ୍ଟା ଆସିଯିବ ଯେଉଁ ପୁରୁଣା ରିଚାର୍ଜ ପ୍ୟାକ୍ଟା ଆସିଯିବ ଠିକ୍ ଅଛି। ତୁମ ଇଚ୍ଛାରେ ଯେଉଁ ରିଚାର୍ଜ ତୁମେ ସିଲେକ୍ଟ କରିବାକୁ ଚାହୁଁଛ ଯେଉଁ ରିଚାର୍ଜଟା ତୁମେ କରିବାକୁ ଚାହୁଁଛ ଗୋଟେ ପିଲା ଥାନ୍ତି କି ଡାଇରେକ୍ଟ 2-3 ବର୍ଷ ରିଚାର୍ଜ କରିଦିଅନ୍ତି ଓକେ ତୁମେ ମଧ୍ୟ କରିପାରିବ କୌଣସି ବି ଡାଉଟ୍ ନାହିଁ। ରିଚାର୍ଜ ମଧ୍ୟ ମୁଁ ନିଜେ ଲାଇଭ୍ରୁ ମଧ୍ୟ ରିଚାର୍ଜ କରିଛି 239 ଟଙ୍କା ରିଚାର୍ଜ କରିଛି ଜଣଙ୍କର ରିଚାର୍ଜ କରିଛି। ମୁଁ ଫାଷ୍ଟ ଦେଖୁଥିଲି ହେଉଛି କି ନାହିଁ 100% ହେଉଛି। ଆଉ ଗୋଟେ କଥା କହିଦେଉଛି ଏଇ ଅଫର୍ଟା କେବଳ ଯେଉଁମାନେ ନ୍ୟୁ ରିଚାର୍ଜ କରିନାହାନ୍ତି। କିଛି ପିଲା କ'ଣ ଥାନ୍ତି ନ୍ୟୁ ରିଚାର୍ଜ କରିଦିଅନ୍ତି ଏବେ ତ ରିଚାର୍ଜ ବଢ଼ିଗଲାଣି 239 ଟଙ୍କା 300 ଟଙ୍କା ହେଇଯାଇଛି। କିଛି ପିଲା 300 ଟଙ୍କା ରିଚାର୍ଜ ଯେଉଁମାନେ ନ୍ୟୁ ରିଚାର୍ଜଟା ପ୍ଲାନ୍ କରିଦେଇଛ 300 ଟଙ୍କା ଧର 239 ଟଙ୍କିଆ ପ୍ଲାନ୍ଟା ହେଇଯାଇଛି 300 ଟଙ୍କା। ଯଦି ତୁମେ 300 ଟଙ୍କା ରିଚାର୍ଜଟା କରିଦେଇଛ ତାହେଲେ ତୁମେ ଏଇ ରିଚାର୍ଜଟା କରିପାରିବ ନାହିଁ। ଯେଉଁମାନେ ରିଚାର୍ଜ କରିନ ଓଲ୍ଡ ରିଚାର୍ଜ କରିଥିଲ ତାହେଲେ ତୁମ ପାଇଁ ଏଇ ଅଫର୍ ଯେଉଁମାନେ ଓଲ୍ଡ ରିଚାର୍ଜ ମଧ୍ୟ କରିଥିଲ। ତ ତେଣୁ ରିକ୍ୱେଷ୍ଟ କରି କହୁଛି ପାଖାପାଖି କହିବାକୁ ଗଲେ ବହୁତ ଲୋକଙ୍କ ପାଖରେ ଓଲ୍ଡ ରିଚାର୍ଜ ଥିବ ନ୍ୟୁ ରିଚାର୍ଜ ମଧ୍ୟ ନଥିବ। ତ ମୁଁ ରିକ୍ୱେଷ୍ଟ କରି କହୁଛି ସମସ୍ତଙ୍କୁ ଭିଡ଼ିଓ ସେୟାର କରିଦିଅ ଯେଉଁଟାକି ସମସ୍ତେ ମଧ୍ୟ ଜାଣିପାରିବେ। ପୁରା କିଛି ନାହିଁ ବହୁତ ସିମ୍ପଲ୍ ପ୍ରୋସେସ୍ ଓକେ। ଭିଡ଼ିଓ ଫାଷ୍ଟ କ୍ଲାସ୍ ଯେଉଁମାନେ ଦେଖିଥିବେ ଅଲରେଡ଼ି ବି ଜାଣିଥିବେ। ମୁଁ ନିଜେ ମଧ୍ୟ ରିଚାର୍ଜ କରି ତୁମେ ଦେଖିପାରୁଥିବ ମୁଁ ସ୍କ୍ରିନଶଟ୍ ମଧ୍ୟ ଦେଖି ତୁମେ ଦେଖିପାରୁଥିବ 239 ଟଙ୍କା ମୁଁ ନିଜେ ମଧ୍ୟ ରିଚାର୍ଜ କରିଛି ଓକେ। ଆପଣ ମଧ୍ୟ ରିଚାର୍ଜ କରିପାରିବେ ଓକେ। ଆଉ ଯଦି ବି କୌଣସି ଡାଉଟ୍ ହେଉଛି ତାହେଲେ ନିହାତି ଭାବରେ ମୋତେ ମେସେଜ୍ କରିବେ ମୁଁ ତୁମକୁ 100% ମଧ୍ୟ ରିପ୍ଲାଏ ଦେବି। ଡେସ୍କ୍ରିପସନ୍ ବକ୍ସରେ ଆମ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମିଳିଯିବ ସେଇଠି ଜଏନ୍ ହେଇକି ମୋତେ ଡାଇରେକ୍ଟ ମଧ୍ୟ ମେସେଜ୍ କରିଦେବେ ଓକେ। ତ ଆଶା ଲାଗୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେଇଥିବ। ଯଦି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓକେ ଲାଇକ୍ କରିବେ ଆଉ ନିହାତି ଭାବରେ କମେଣ୍ଟ କରିବେ ଠିକ୍ ଅଛି। ପୁରା 100% ଟ୍ରଷ୍ଟେଡ୍ ଓକେ। ତ ରହୁଛି ଦେଖିବା ନେକ୍ସଟ ଭିଡ଼ିଓ ସେଥିପାଇଁ ଜୟ ଜଗନ୍ନାଥ।